हरे कृष्णा। श्रील प्रभुपाद की जय। ग्रंथराज श्रीमद् भगवद गीता की जय। ମୁଁ ମଥୁରା ଦାସ ଗୀତା ସଞ୍ଜୀବନୀର ସମସ୍ତ ଶ୍ରୋତା ବନ୍ଧୁଙ୍କୁ ଯେଉଁମାନେ ଭଗବତ ଗୀତାକୁ ଆ, ଗମ୍ଭୀରତାର ସହିତ ଅଧ୍ୟୟନ କରିବା ପାଇଁ ଚାହାନ୍ତି ଏବଂ ନିଜର ବ୍ୟବହାରିକ ଜୀବନରେ ପ୍ରୟୋଗ କରିବା ପାଇଁ ଚାହାନ୍ତି, ସେମାନଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି। ଭଗବତ ଗୀତାରେ ଆମେ ପ୍ରବେଶ କରିବା ପୂର୍ବରୁ ଆ, ଆମକୁ ମଙ୍ଗଳାଚରଣ ଆମେ ଗାଇବା। ଆମେ ଭଗବାନଙ୍କର କୃପା ଭିକ୍ଷା କରିବା। ଏ ଯୋଉ ମହାନ ଅମୂଲ୍ୟ ଗ୍ରନ୍ଥ ତାଙ୍କର କୃପା ଭିକ୍ଷା କରିବା। ଠିକ ଅଛି। ओम अज्ञानातिमिरान्धस्य ज्ञानाञ्जनशलाकया चक्षुरुन्मिलितं येन तस्मै श्रीगुरवे नमः। नमो विष्णुपादाय कृष्णपृष्ठाय भूतले श्रीमते भक्तिवेदान्त स्वामिनिति नामिने। नमस्ते सारस्वते देवे गौरवाणी प्रचारिणे निर्विशेष शून्यवादी पाश्चात्यदेशतारिणे। नमो महावदान्याय कृष्ण प्रेम प्रदायते कृष्णाय कृष्ण चैतन्य नाम्ने गौरतिषे नमः। हे कृष्णा करुणा सिंधु दीनबंधु जगतपते गोपेश गोपिका कांत राधा कांत नमस्तुते। तप्त कांचन गौरांगी राधे वृंदावनेश्वरी वृषभानुसुते देवी प्रणमामि हरिप्रिये। नीलाचल निवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। पञ्चकल्पतरोर्वश्च कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौर भक्त वृंद। हरे कृष्ण 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 हरे 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 राम 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 हरे हरे। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। नारायणं नमस्कृत्यं नरं चैव नरोत्तमं देवीं सरस्वती व्यासं ततो जयामुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे श्रीगुरुदिनतारिणम्। परमानंद माधव श्री चैतन्य ईश्वर श्री चैतन्य ईश्वर श्री चैतन्य ईश्वर। हरे कृष्ण। तो बुद्धिमान व्यक्ति से जे मनुष्य जन्म प्राप्त है कि जीवनर जे अमूल्य मार्गदर्शिका भगवद गीता को जे अध्ययन करती एवं तार मार्गदर्शन ने भगवत धाम प्राप्ति करती ए मनुष्य जन्म से कहा जाए वी आर नॉट human being in spiritual experience, we are spiritual being in human experience। ମାନେ ଏ ଅମୂଲ୍ୟ ବହୁ ଦୁର୍ଲଭ ମଣିଷ ଜନ୍ମ 84 ଲକ୍ଷ ଜୀବଜନୀରେ ଅନନ୍ତ କୋଟି ବାର ଭ୍ରମଣ କରି କରି ଆମେ ପ୍ରାପ୍ତ ହେଇଛି। ତେଣୁ ସହଜତାବଶତଃ ଜନ୍ମ ମୃତ୍ୟୁ ଜରା ବ୍ୟାଧି କିମ୍ବା ଆହାର ନିଦ୍ରା ଭୟ ମୈଥୁନ ଏସବୁ ଜିନିଷରେ ଆମେ ଅନନ୍ତ ବାର ଭ୍ରମଣ କରିସାରିଲେଣି। କିନ୍ତୁ ଭଗବତ ଗୀତାର ଶିକ୍ଷା ଆମେ ଯଦି ନିଜ ଜୀବନରେ ଆପଣେଇବା ତାହେଲେ ନିଶ୍ଚୟ ଭାବରେ ଆମର ଜ୍ଞାନ ପ୍ରାପ୍ତି କରିବାର ଯୋଉ जिज्ञासा अच्छी किंबा आनंदରେ ରହିବାର ଯୋଉ ଜିଜ୍ଞାସା ଅଛି, ଚିରଦିନ ସମୟରେ ଚିର କାଳ ପର୍ଯ୍ୟନ୍ତ ଯୋଉ ବଞ୍ଚିବାର ଅଭିଳାଷା ଅଛି ତାହା ପୂର୍ଣ୍ଣ ହେଇଯିବ। କାହିଁକି ନା ଆମର ଚେତନା ସତ୍ ଚିତ୍ ଆନନ୍ଦମୟ ହେଇଯିବ। ତେଣୁ ସେଥିପାଇଁ ସମସ୍ତଙ୍କୁ ବିଶେଷ ଧନ୍ୟବାଦ ଯୋଉମାନେ ଭଗବତ ଗୀତା ଏ ନୂତନ ବର୍ଷରେ କହିପାରିବା ଏ ଭଗବତ ଗୀତାର ଅଧ୍ୟୟନ କରିବା ପାଇଁ ଚାହାନ୍ତି। ତ ନିୟମିତ ଅଧ୍ୟୟନ କଲେ ଆମକୁ ଏହାର ସୁଫଳ ପ୍ରାପ୍ତ ହବ। ତେଣୁ ଆମେ ଦେଖିବା ଏ ଭଗବତ ଗୀତାରେ ଆଟଲିଷ୍ଟ ଗୋଟେ ସମ୍ୟକ ଜିନିଷ ସମ୍ୟକରେ ତ ସଂକ୍ଷିପ୍ତରେ ମୁଁ ସେୟାର କରିବି କି କଣ ଭଗବତ ଗୀତାରେ ଅଛି। ତ ଆଜିର ମୁଖ୍ୟ ଜିନିଷ ହେଲା ଏ ଭଗବତ ଗୀତା ରହସ୍ୟ କଣ। ଭଗବତ ଗୀତାକୁ କୁହାଯାଏ ସମସ୍ତ ବୈଦିକ
ସାହିତ୍ୟ ସଂରଚନାର ସାର ଜିନିଷ ହେଲା ଭଗବତ ଗୀତା। ଶଙ୍କରାଚାର୍ଯ୍ୟ ଭଗବାନ ଶଙ୍କରାଚାର୍ଯ୍ୟ ମଧ୍ୟ ଏଇ ଗୀତା ମହାତ୍ମ୍ୟରେ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି କି ଗୀତା ସୁଗୀତା କର୍ତ୍ତବ୍ୟା କିମନ୍ୟେ ଶାସ୍ତ୍ର ବିସ୍ତରେ ଯାହା ସ୍ୱୟଂ ପଦ୍ମନାଭସ୍ୟ ମୁଖ ପଦ୍ମାତ୍ ବିନିଶ୍ରିତ। ଅର୍ଥାତ୍ ଭଗବତ ଗୀତା ଯେ ପଦ୍ମନାଭ ଶ୍ରୀହରି ଭଗବାନଙ୍କର ମୁଖ ପଦ୍ମରୁ ଆବିର୍ଭାବ ହେଇଛନ୍ତି, ତ ଏ ସମସ୍ତ ବୈଦିକ ସାହିତ୍ୟର ସାର, ଅର୍ଥାତ୍ ସାର ତତ୍ଵ ସାର ଦର୍ଶନ ପ୍ରଦାନ କରନ୍ତି। କୌଣସି ପ୍ରକାରର ଆଧ୍ୟାତ୍ମିକ ତତ୍ଵ ଏଥିରେ କମି ନାହିଁ, କିନ୍ତୁ ସୂତ୍ର ରୂପରେ ଦିଆଯାଇଛି। ସେଥିପାଇଁ କଳିର କରାଳ ପ୍ରଭାବରେ ଆମେ ଯେତେବେଳେ ପ୍ରଭାବିତ ହେଇଯାଆନ୍ତି, ସେତେବେଳେ ଏଇ ଭଗବତ ଗୀତା ହିଁ ଆମ ସମସ୍ତଙ୍କ ପାଇଁ ଏକ ମାର୍ଗଦର୍ଶିକା, ଯାହା ଆମକୁ ବାଟ କଢେଇ ନବ। ସେଥିପାଇଁ ନା ସମସ୍ତେ ବି କୁହନ୍ତି କି ଭଗବତ ଗୀତାର ଯେକୌଣସି ଆପଣ ଫର୍ଦ୍ଦ ଓଲଟାନ୍ତୁ, ସବୁଥିରେ ଆମର ଜୀବନର ସମସ୍ତ ସମସ୍ୟାର ସମାଧାନକୁ ସୂତ୍ର ଆକାରରେ ବର୍ଣ୍ଣନା କରାଯାଇଛି। ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଏ ବିଷୟରେ ସୁନିଶ୍ଚିତ କରନ୍ତି ଏସବୁ ଜିନିଷ। ତଥାପି ଭଗବତ ଗୀତା ଆମକୁ କଣ ପ୍ରଦାନ କରେ? ଏ ଜୀବନର ସର୍ବୋଚ୍ଚ ଲକ୍ଷ୍ୟ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣ କମଳରେ ସେବା ନିବେଦନ କରିବାର ଯୋଉ ଲକ୍ଷ୍ୟ ଅଛି ଆମକୁ, ତ ତାହା ପାଇଁ ଆମକୁ ସେ ପ୍ରେରଣା ଦଉଥାଏ। ଯେକୌଣସି ପରିସ୍ଥିତିରୁ ନେଇକି ଭଗବାନଙ୍କର ପାଖରେ ପହଞ୍ଚିବା ପାଇଁ ସେ ଆମକୁ ପ୍ରେରଣା ଦେଉଥାଏ, ଆଉ ତା ସହିତ ଆମକୁ ମାର୍ଗଦର୍ଶନ କରେ। କିନ୍ତୁ ଆମେ ଆଜି ଜାଣିବା କି ଭଗବତ ଗୀତା ଆମେ ଯେତେବେଳେ ପଢିବା ଷ୍ଟାର୍ଟ କରିବା, ଆମର କଣ ମୁଡ୍ ରହିବା ଦରକାର, କେଉଁ ମନୋଭାବ ରହିବା ଦରକାର, ଆଉ ସେକେଣ୍ଡ ଭଗବତ ଗୀତା ଆମେ କୋଉଠୁ ମିଳିବ, ଆମକୁ କୋଉଠୁ ପ୍ରାପ୍ତ ହବାର ଅଛି। ତ ମୁଡ୍ ରହିବା ଦରକାର କି ଆମେ କହିପାରିବା ଏଟା ଡିଭୋସନାଲ ମୁଡ୍। କାହିଁକି ନା ଆମେ ଭଗବତ ଗୀତା ପଢୁନେ ଗୋଟେ ବଡ ପଣ୍ଡିତ ହବା ପାଇଁ, ଆମେ ପଢୁନେ ବହୁତ ସୁନ୍ଦର ସୁନ୍ଦର ଶ୍ଲୋକ ମନେ ରଖିକି କୋଟ କରିବା ପାଇଁ, କିନ୍ତୁ ଭଗବତ ଗୀତାର ମୁଖ୍ୟ ଉଦ୍ଦେଶ୍ୟ କଣ? ଆମର ହୃଦୟରେ ଏକ ସକାରାତ୍ମକ ଓ ଆଧ୍ୟାତ୍ମିକ ପରିବର୍ତ୍ତନ ଆଣିବା, ଯାହା ଭଗବାନଙ୍କର ଆମ ପ୍ରତି ଯୋଉ ଦୟାର ମନୋଭାବ ଅଛି ତାକୁ ସେ ଆଲାଇନ କରିପାରୁଥିବ। ତ ଏହା ମାଧ୍ୟମରେ ହିଁ ଆମେ ଏ ଯୋଉ ମନୁଷ୍ୟ ଜୀବନର ସର୍ବ ଉତ୍କୃଷ୍ଟ ମାନଦଣ୍ଡ, ଜୀବନର କ୍ୱାଲିଟି ଅଫ ଲାଇଫ ଯୋଉଟା କହୁଛନ୍ତି ଆମେ, ତ ସେଇଟା ଆମେ ଜାଣିପାରିବା। ସେଟାକୁ ଆମେ ନିଜ ଜୀବନରେ ଅନୁପାଳନ କରିପାରିବା କି ଆମେ ଜୀବନରେ ଭଗବତ ଗୀତା ଯଦି ମାନୁଛେ, ଜାଣିବ ଆମେ ଆମ ଜୀବନର ଯୋଉ ମାନ ଅଛି ତ ଉନ୍ନତ ହେଇକି ଅଛି। ତ ଏହା ସେଥିପାଇଁ ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି ଗୀତା ମାର୍ଗରେ ମଧ୍ୟ, ମଲିନେ ମୋଚନ ପୁଂସା ଜଲ ସ୍ନାନମ ଦିନେ ଦିନେ ସକୃତ ଗୀତାମୃତ ସ୍ନାନମ ସଂସାର ମାଳନାଶନମ। ସ୍ନାନ ତ କରୁଛେ ଆମେ ଶରୀରର ବାହ୍ୟ ଶରୀରକୁ ଶୁଦ୍ଧ କରିବା ପାଇଁ, କିନ୍ତୁ ଅନ୍ତର ଶରୀରକୁ ଶୁଦ୍ଧ କରିବା ପାଇଁ ଆମକୁ ଭଗବତ ଗୀତାର ଅମୃତ ରୂପ ଧାରାରେ ଆମକୁ ପ୍ରବାହିତ ହେବାକୁ ପଡିବ। ତେଣୁ ଏହି ଭଗବତ ଗୀତା 700 ଶ୍ଲୋକ ସମ୍ବଳିତ 18 ଅଧ୍ୟାୟରେ ବିଭାଜିତ ଏହି ଭଗବତ ଗୀତା ମହାଭାରତର ଏକ ଅଂଶ। କିନ୍ତୁ ଏଇ ମହାଭାରତ ଯଦି ବା ପୂର୍ଣ୍ଣ ରୂପେ ବ୍ୟାସଦେବ ରଚନା କରିଥିଲେ, କିନ୍ତୁ ଏଇ ପୋର୍ସନ ଭଗବତ ଗୀତା ଭଗବାନ ନିଜେ ପଦ୍ମନାଭ ଭଗବାନ ନିଜେ ଭଗବାନ କଣ କରିଛନ୍ତି? ଅର୍ଜୁନକୁ କହୁଛନ୍ତି, ତାହା ପାଇଁ ସାରା ମାନବତାର କଲ୍ୟାଣ ନିମିତ୍ତ। ତେଣୁ ସେଥିପାଇଁ ମିଷ୍ଟ୍ରି କାହିଁକି କୁହାଯାଏ? ଆଉ ଏଇ ଭଗବତ ଗୀତା ସାରା ସଂସାରରେ ଯେତେ ସବୁ ବୈଦିକ ଗ୍ରନ୍ଥ ଅଛି, ସବୁଠୁ ମୋଷ୍ଟ କମେଣ୍ଟେଡ ମାନେ ୟା ଉପରେ ସମସ୍ତେ ନିଜ ନିଜର ଟୀକା ଟିପ୍ପଣୀ ପ୍ରଦାନ କରନ୍ତି। କିନ୍ତୁ ଆମେ ଜାଣିବା ଭଗବତ ଗୀତାର ରହସ୍ୟଟା କଣ, କୋଉ ସ୍ପିରିଟରେ ଆମ ଭଗବତ ଗୀତାକୁ ଅଧ୍ୟୟନ କରିବା। ଭଗବତ ଗୀତାରେ 4 ନମ୍ବର ଅଧ୍ୟାୟରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନ କୁହନ୍ତି, ଏବଂ ପରମ୍ପରା ପ୍ରାପ୍ତଂ ଏମଂ ରାଜ ଋଷୟୋ ବିଦୁଃ ସକାଳେ ନୈହ ମହତା ଯୋଗନଷ୍ଟ ପରନ୍ତପଃ। ତ ଭଗବାନ ଚାହାନ୍ତି ଯେକୌଣସି ଆଧ୍ୟାତ୍ମିକ ଜ୍ଞାନ ଆମେ ପ୍ରାପ୍ତ ହବାର ଅଛି, ତାହା ପରମ୍ପରା ଯୋଉ ଭଗବାନ ଶ୍ରୀକୃଷ୍ଣଙ୍କର ଠାରୁ ଆରମ୍ଭ ହେଇକି ଆମ ପାଖରେ ପହଞ୍ଚୁ, କେମିତି ପରମ୍ପରା ମାଧ୍ୟମରେ ଏକ ପାରଦର୍ଶୀ ପ୍ରାମାଣିକ ଗୁରୁ ଶିଷ୍ୟ ପରମ୍ପରା ଯୋଉଟା ଅବିଚ୍ଛିନ୍ନ ହେଇଥିବ। ତ ଏଇଟା ହିଁ ଭଗବତ ଗୀତାର ଅଥରିଟି କହିପାରିବା। ତେଣୁ ୟା ଦ୍ୱାରା ଲାଭ କଣ ହବ କି ଯେକୌଣସି ଆଧ୍ୟାତ୍ମିକ ଜ୍ଞାନ ଆମେ ଗ୍ରହଣ କରୁଛେ, ତାର ଶୁଦ୍ଧତା ବଜାୟ ରହିବ, ସେଥିରେ ମ୍ୟାନିପୁଲେସନ ହବନି। ଯୋଉ ମନୋଭାବରେ ଭଗବାନ ଆମକୁ ଯୋଉ ମନୋଭାବରେ କହିଥିବେ ଭଗବତ ଗୀତା, ସେଟା ଅନବ୍ରୋକେନ ଚେନରେ ଆମ ପାଖେ ପହଞ୍ଚି ପାରିବ, ଅନବ୍ରୋକେନ ଚେନରେ। ତେଣୁ ୟା ଦ୍ୱାରା ଆଧ୍ୟାତ୍ମିକ ଜ୍ଞାନର ଶୁଦ୍ଧତା ରହିବ, ତା ସାଙ୍ଗରେ କଣ ଏହାର ପ୍ରାମାଣିକତା ଏବଂ ସକ୍ଷମତା କଣ ଭଗବାନଙ୍କର କୃପାର ଆମେ କଣ କୃପାର ଭାଜନ ହେଇପାରିବା।
ତେଣୁ ସେଥିପାଇଁ ଏ ଭଗବତ ଗୀତାକୁ ଆମେ କେମିତି ପ୍ରାପ୍ତ ହବା? ଜଣେ ପାରମ୍ପରିକ ଗୁରୁଙ୍କର ଆନୁଗତ୍ୟରେ ରହିକି, ପାରମ୍ପରିକ ଗୁରୁଙ୍କର ଯୋଉ ଉନ୍ନତ ପାରମ୍ପରିକ ଗୁରୁଙ୍କର ଆନୁଗତ୍ୟରେ ଆମେ ଶିକ୍ଷା କରିପାରିବା। ସେଥିପାଇଁ ଦେଖିଥିବେ ଭଗବତ ଗୀତା, ବିଶେଷ କରିକି ଗୌଡୀୟ ବୈଷ୍ଣବ ଭଗବତ ଗୀତା ଇସ୍କନରେ ଏଇଟା ମିଳିଥାଏ ଆମକୁ। ଏଟା ଭଗବତ ଗୀତା ମୌଳିକ ରୂପରେ ଲେଖା ହେଇଛି। କାହିଁକି ମୌଳିକ ରୂପରେ? କାହିଁକିନା ଏଟା ପରମ୍ପରାରେ ଆସିଛନ୍ତି। ତେଣୁ ଏ ଭଗବତ ଗୀତାର ଉପକ୍ରମଣିକା ପ୍ରଭୁପାଦ ସୁନ୍ଦର ଭାବରେ ପଦ୍ମ ପୁରାଣରେ ଗୋଟେ ଶ୍ଲୋକ କୋଟ କରିକି କୁହନ୍ତି କି କଳିଯୁଗ ପାଇଁ ଆମେ ଯୋଉ ଜ୍ଞାନ ଗ୍ରହଣ କରୁଛେ, ଚାରିଟି ପରମ୍ପରାରେ ଆସିବ ବିଧେୟ। କଣ କଣ ପରମ୍ପରା? ଶ୍ରୀ ସମ୍ପ୍ରଦାୟ, ରୁଦ୍ର ସମ୍ପ୍ରଦାୟ, ବ୍ରହ୍ମ ସମ୍ପ୍ରଦାୟ, ଚତୁଷ୍କୁମାର ସମ୍ପ୍ରଦାୟ। ଏ ଚାରିଟି ପରମ୍ପରାରେ ଆମକୁ ଆଧ୍ୟାତ୍ମିକ ଜ୍ଞାନ ଗ୍ରହଣ କରିବାର ଅଛି। ପ୍ରଭୁପାଦ ଲେଖନ୍ତି ମଧ୍ୟ କି the transcendental knowledge transmitted through transparent spiritual succession or transformation in our heart। ଏକ ପାରଦର୍ଶୀ ପ୍ରାମାଣିକ ବିଶିଷ୍ଟ ପରମ୍ପରା ଯଦି ଜ୍ଞାନ ଗ୍ରହଣ କରିଥିବା, ଆମ ହୃଦୟରେ ନିଶ୍ଚୟ ତାର ପ୍ରଭାବ ପଡିବ, ପରିବର୍ତ୍ତନ ହବ। ସେଇଥିପାଇଁ ଭଗବତ ଗୀତାକୁ ଆମେ ଅଧ୍ୟୟନ କରିବା ପୂର୍ବରୁ ଆମକୁ ଅର୍ଜୁନଙ୍କର ପଦାଙ୍କ ଅନୁସରଣ କରିବାର ଅଛି। ଅର୍ଜୁନ ଭଗବାନଙ୍କର ଶୁଦ୍ଧ ଭକ୍ତ ପରମ୍ପରାରେ ଆସନ୍ତି, ଆଉ ଅର୍ଜୁନ ଭଗବାନଙ୍କର ଠାରୁ ସିଧାସଳଖ ଶ୍ରବଣ କରିଛନ୍ତି, ଯାହାକୁ ବ୍ୟାସଦେବ ନୋଟ କରିଛନ୍ତି। ତ ଏଇ ଭଗବତ ଗୀତା ଉପକ୍ରମଣିକାର ଅନ୍ତରେ ପ୍ରଭୁପାଦ ଗୋଟେ ଲିଷ୍ଟ ଦେଇଛନ୍ତି, ଯୋଉ ଲିଷ୍ଟରେ ପ୍ରଭୁପାଦ ଲେଖିଛନ୍ତି, କୃଷ୍ଣ ସୂଚୀପତ୍ର ଦେଇଛନ୍ତି ଗୁରୁ ଆଚାର୍ଯ୍ୟଙ୍କର, କି କୃଷ୍ଣ ବ୍ରହ୍ମା ମାଧ୍ୟମ ଏମିତି ଏମିତି ଆମ ପାଖକୁ ଗଡି ଗଡି ଆସିଛି ଏଇ ଆଧ୍ୟାତ୍ମିକ ଦିବ୍ୟ ଆଧ୍ୟାତ୍ମିକ ସନ୍ଦେଶ। ସେଥିପାଇଁ କୁହାଯାଏ ଭଗବତ ଗୀତା ଇଜ ଅଲୱେଜ ଆକ୍ସେସିବଲ ଟୁ ଜେନେରାଲ ପିପଲ, ବଟ୍ ଇଟ୍ ମେ ନଟ୍ ବି ଆକ୍ସେପ୍ଟେଡ ବାୟ ଅଲ୍ ବିକଜ ଇଟ୍ ଇଜ ରେୟାର। କାହିଁକି ରେୟାର? କାହିଁକି ନା ଏହାର କୋର ସବଜେକ୍ଟ ମ୍ୟାଟର କେବଳ ପରମ୍ପରାରେ ଆସିଥିବା ଭକ୍ତମାନେ ହିଁ ଆମକୁ ପ୍ରଦାନ କରିପାରିବେ। ସେଥିପାଇଁ ବହୁତ ସମୟରେ ଆମେ କନଫ୍ୟୁଜ ହେଇଯାନ୍ତି କି ଭଗବତ ଗୀତାରେ ଆକ୍ଚୁଆଲି ତାର ମେସେଜ ଟା କଣ, ଆମକୁ କଣ କରିବା ଦରକାର। ଆମେ ନାନା ମୁନି ନାନା ମତ ଅନୁସାରେ ଏପଟ ସେପଟ ହେଇଯାଆନ୍ତି। ତ ଅପ୍ରାମାଣିକ କିଛି ବର୍ଣ୍ଣନା ଶୁଣନ୍ତି ଭଗବତ ଗୀତାରୁ, ଯାହା ଆମର ଆଧ୍ୟାତ୍ମିକ ଜୀବନକୁ ପୁଷ୍ଟି କରେନି। ସେଥିପାଇଁ ଭଗବତ ଗୀତା କୁ ପ୍ରାପ୍ତ କରିବା ପାଇଁ ଆମକୁ ପ୍ରାମାଣିକ ପାରଦର୍ଶୀ ଗୁରୁ ଶିଷ୍ୟ ପରମ୍ପରାରେ ଆସିଥିବା ଦିବ୍ୟ ସନ୍ଦେଶକୁ ଗ୍ରହଣ କରିବାର ଅଛି। ସେକେଣ୍ଡରେ ଶୁଣିବା ଆଉ କଣ ରହସ୍ୟ, ଆମେ କାହିଁକି ଭଗବତ ଗୀତାକୁ ଠିକ ସେ ଡିକୋଡ କରିପାରୁନେ। ସେକେଣ୍ଡ ହେଲା କି ଆମେ ଭଗବତ ଗୀତାକୁ ଠିକ ସେ ଆପ୍ରୋଚ କରି ଶିଖିନେ। ଭଗବାନଙ୍କର ଏଇ ଯୋଉ ଭଗବତ ଗୀତା ଅଛି, 4 ନମ୍ବର ଅଧ୍ୟାୟର 34 ନମ୍ବର ଶ୍ଲୋକରେ ଭଗବାନ କୁହନ୍ତି କି ତଦ୍ବିଧି ପ୍रणिपातेन परिप्रश्नेन सेवया उपदेक्ष्यन्ति ते ज्ञानं ज्ञानिना तत्त्वदर्शिनः। ଅର୍ଥାତ୍ ପ୍ରାମାଣିକ ଗୁରୁଙ୍କ ନିକଟରେ ଆମେ ଯୋଉ ଦିବ୍ୟ ଆଧ୍ୟାତ୍ମିକ ସନ୍ଦେଶକୁ ପ୍ରାପ୍ତ କରିବା ପାଇଁ ଆମେ କେମିତି ଆପ୍ରୋଚ କରିବା ଦରକାର, ଭଗବତ ଗୀତାକୁ ଆମେ କେମିତି ଆପ୍ରୋଚ କରିବା ଦରକାର? ଫାଷ୍ଟ, ସିନସିୟର ସିରିୟସ ଏଫର୍ଟ, ସିନସିୟର ସିରିୟସ ଆପ୍ରୋଚ। ତାର ଅର୍ଥ ହେଲା ଆମେ ସମ୍ମାନ ପୂର୍ବକ ନିଷ୍ଠାପର ଆପ୍ରୋଚ କରିବା। ଗ୍ରନ୍ଥର ସେଥିପାଇଁ ଗୋଟେ କୃପା ଅଛି। ତ ଗୁରୁଙ୍କ ନିକଟରେ ଆମେ ଗ୍ରନ୍ଥ ଯେତେବେଳେ ଅଧ୍ୟୟନ କରୁଛେ, କି ଭାବିବନି କି ମୁଁ ଆଜି ତ ଡିଜିଟାଲ ମିଡିଆ ଅଛି ଡିଜିଟାଲରେ ପଢିଦେବି, ନାହିଁ। ଶାସ୍ତ୍ର ଯେହେତୁ କୃପା ଅଛି, ତାକୁ ଆମେ ପ୍ରଣାମ କରିକି, ଦେଖିଥିବ ଓଡିଶାରେ ସମସ୍ତେ ତାକୁ ଭଗବତ ଗୀତାକୁ ନାଲି କପଡା ବାନ୍ଧିକି ରଖନ୍ତି, ପୂଜା କରନ୍ତି। କାହିଁକି ନା ଏ ଭଗବତ ଗୀତା ଭଗବାନଙ୍କର ବାଙ୍ଗ୍ମୟ ସ୍ୱରୂପ, ଭଗବାନ ନିଜେ ଭଗବାନ ଏଇ ଭଗବତ ଗୀତା। ତେଣୁ ସେଥିପାଇଁ ତାଙ୍କୁ ପୂଜା ଆରାଧନା କରାଯାଏ। ଆଉ ଘରେ ଇଭିନ କେହି ନ ପଢି ପାରିଲେ ମଧ୍ୟ ଘରେ ରଖିଲେ ଭଗବତ ଗୀତା ଅତ୍ୟନ୍ତ ଶୁଭ। ଆଉ ଏହାର ବିଭିନ୍ନ ଶୁଭ ପରିଣାମ ବି ଅଛି। ତେଣୁ ସେଥିପାଇଁ ଏ ଭଗବତ ଗୀତା ଭଗବାନଙ୍କର ବାଙ୍ଗ୍ମୟ ସ୍ୱରୂପ ରୂପରେ ଆମ ହୃଦୟରେ ଯେତେବେଳେ ପ୍ରକାଶ ପାଇବ, ଯେତେବେଳେ ଆମେ ସେ ଗ୍ରନ୍ଥର କୃପା ଆମେ କୋଳରେ ଧରିକି ଭଗବତ ଗୀତା ପଢିବା, ସେତେବେଳେ ତାକୁ ଆମ କୃପା ମିଳେ। ଅନଲାଇନ ଡିଜିଟାଲ ମିଳିବନି କେବେ ବି। ସେଥିପାଇଁ ଆମକୁ ନିଷ୍ଠାପର ଭାବରେ ସମ୍ମାନ ପୂର୍ବକ ଆପ୍ରୋଚ କରିବାର ଅଛି ଭଗବତ ଗୀତାକୁ, ହେଲା, ଗୁରୁଙ୍କ ନିକଟରେ। ତାପରେ ହମ୍ବଲ ସବମିଶନ ସର୍ଭିସ, କୋଉ ମନୋଭାବରେ ଆମକୁ ଅଧ୍ୟୟନ କରିବାର ଅଛି? ସେବା ମନୋଭାବରେ ଅଧ୍ୟୟନ କରିବାର ଅଛି। ଆମେ ଭଗବାନଙ୍କର ସେବା କରୁଛେ, ସେ ମନୋଭାବରେ ବିନମ୍ରତା ପୂର୍ବକ ନିୟମିତ ରୂପରେ ସେବା କରିବାର ଅଛି। ତାପରେ ବୋନାଫାଇଡ ଏନକ୍ୱାରି, ତ ଭଗବତ ଗୀତାରୁ ଆମକୁ ସେ ରହସ୍ୟ ଆମ ହୃଦୟରେ ସେତେବେଳେ ଉନ୍ମୋଚିତ ହବ, ଯେତେବେଳେ ଆମେ ଆମର ସେବା ମାଧ୍ୟମରେ ଆମର ପ୍ରାମାଣିକ ପାରଦର୍ଶୀ ଗୁରୁ ଶିଷ୍ୟ ପରମ୍ପରାରେ ଆସୁଥିବା ଯେକୌଣସି ସାଧୁଙ୍କୁ ପ୍ରସନ୍ନ କରିବା, ଆଉ ତାଙ୍କ ପ୍ରସନ୍ନତା ପରେ ଆମେ ପ୍ରାମାଣିକ ରୂପରେ ତାଙ୍କୁ ପ୍ରଶ୍ନ ପଚାରିବା ଏଇ ଭଗବତ ଗୀତାର ରହସ୍ୟକୁ ଉନ୍ମୋଚନ କରିବା ପାଇଁ। ସ୍ୱତଃ ସେମାନଙ୍କର ଆଶୀର୍ବାଦରୁ ଆମ ହୃଦୟରେ ଏହି ଦିବ୍ୟ ଜ୍ଞାନ ପ୍ରାପ୍ତ ହେଇପାରିବ। ସେଥିପାଇଁ ଭଗବତ ଗୀତାକୁ ବିଭିନ୍ନ ସୁନ୍ଦର ସୁନ୍ଦର ଉପମା ଦିଆଯାଏ। କଣ?
भगवद गीता इज जस्ट लाइक ए सन। कहीं सूर्य, कहीं ना ଏହା ଆମ ହୃଦୟର ଅଜ୍ଞାନତା ଅନ୍ଧକାରକୁ ଦୂର କରେ। ଭଗବଦ ଗୀତା ଜଣେ ଗୋଟେ ପରିପକ୍ୱ ଫଳ କାହାର, ନା ସମସ୍ତ ବୈଦିକ ଶାସ୍ତ୍ରର ଯଦି କଳ୍ପବୃକ୍ଷ ସହିତ ତୁଳନା କରାଯାଏ, ତାର ଫଳ, ତାର ରେଜଲ୍ଟ ହେଲା ଭଗବଦ ଗୀତା। ଆଉ ଏ ଭଗବଦ ଗୀତାକୁ ମଧ୍ୟ ମୋହିନୀ ମୂର୍ତ୍ତି ସହିତ ତୁଳନା କରାଯାଇ ପାରିବ। କାହିଁକି ନା ଏହା କେବଳ ଭଗବାନ ଶ୍ରୀକୃଷ୍ଣଙ୍କର ଯୋଉମାନେ ଈର୍ଷା ଶୂନ୍ୟ ଭକ୍ତ, ତାଙ୍କ ହୃଦୟରେ ପ୍ରକାଶିତ ହୁଏ। ଅନ୍ୟ ଆସୁର ପ୍ରଭୃତି ଲୋକଙ୍କୁ ଯେମିତି ଅମୃତ ମିଳିନଥିଲା, ସେମିତି ଏହାର ରହସ୍ୟଟା ଉନ୍ମୋଚନ ହବନି। ଭଗବାନ ସୁନ୍ଦର ଭାବରେ କହିଛନ୍ତି, ଭକ୍ତ ନାମ ଆଭିଜାନାତି, କେବଳ ଭଗବାନଙ୍କର ଶୁଦ୍ଧ ଭକ୍ତି, ପିଓର ଅନଆଲଏଡ୍ କେବଳ ଭକ୍ତି ମାଧ୍ୟମରେ ଆମେ ଏ ଭଗବଦ ଗୀତାର ସନ୍ଦେଶକୁ ବୁଝି ପାରିବା। ତେଣୁ ଏଇ ଭଗବଦ ଗୀତାରେ ଭକ୍ତିକୁ କୋଉ ସମୟରେ ଭକ୍ତିକୁ କାହା ସହିତ କମ୍ପେୟାର କରାଯାଏ, ବଟର, ଆମ ହାର୍ଟକୁ ବଟର, ଯଦି କିଏ ଭକ୍ତି କରିବ, ସୁନ୍ଦର ଶୁଦ୍ଧ ଭକ୍ତି କରିବ, ତାର ହୃଦୟକୁ ଲହୁଣୀ ସହିତ ତୁଳନା କରାଯାଏ। କାହିଁକି ନା ଲହୁଣୀ ଯେମିତି ପୁରା ସଫ୍ଟ ଥିବ, ଆମ ହୃଦୟ ସେଥିରେ ସଫ୍ଟ ହେଇଯିବ, କୌଣସି ଭୌତିକ ବିକାର ନଥିବ। ଲହୁଣୀ ଯେତେ ପୁରା ପିଓର ଶ୍ଵେତ ବର୍ଣ୍ଣ ଥାଏ, ସେମିତି ଆମ ହୃଦୟରେ କୌଣସି ପ୍ରକାର କଳମସ ନଥିବ, ସଫ୍ଟ ହେଇଯାଇଥିବ, ସୋ ଦ୍ୟାଟ କୃଷ୍ଣ କ୍ୟାନ୍ ପେନେଟ୍ରେଟ୍ ଇନଟୁ ଆୱାର ହାର୍ଟ। ତା ଦ୍ୱାରା ଭଗବାନ ଆମ ହୃଦୟରେ ପ୍ରବେଶ କରିପାରିବେ। ତ এই ଭଗବଦ ଗୀତାରେ ବିଶେଷ କରିକି ପାଞ୍ଚଟି ବିଷୟ ବର୍ଣ୍ଣନା କରାଯାଇଛି: ଈଶ୍ୱର, ଜୀବ, କାଳ, କର୍ମ, ପ୍ରକୃତି। ତ ଆମର ଭଗବାନ କୃଷ୍ଣଙ୍କ ସହିତ ସମ୍ପର୍କ କଣ, ମାୟା ସହିତ ସମ୍ପର୍କ କଣ, ମାୟାଙ୍କର କୃଷ୍ଣଙ୍କ ସହିତ ସମ୍ପର୍କ କଣ, ତ ସମ୍ବନ୍ଧ ତତ୍ଵ ବିଷୟରେ ବର୍ଣ୍ଣନା କରାଯାଇଛି। ବାସ୍ତବରେ ଆମେ ଆମର ସ୍ୱରୂପ ସ୍ଥିତିରେ ଭଗବାନ ଶ୍ରୀକୃଷ୍ଣଙ୍କର ନିତ୍ୟ ସେବକ, ନିତ୍ୟ ଦାସ, ସର୍ଭେଣ୍ଟ। ତେଣୁ ସେଇ ସମ୍ବନ୍ଧ ଆଧାରରେ ଭଗବାନଙ୍କର ଧାମରେ ଆମେ ଭଗବାନଙ୍କର ସେବା କରିବା କଥା। କିନ୍ତୁ କୌଣସି କାରଣବଶତଃ ମୁଁ ଜନ୍ମ ମୃତ୍ୟୁ ଚକ୍ରରେ ପତିତ ହେଇଯାଇଛି, ସେଥିପାଇଁ ଆମକୁ ଭଗବାନଙ୍କର ଧାମକୁ ଯିବା ପାଇଁ ଭଗବାନଙ୍କର ଶୁଦ୍ଧ ଭକ୍ତିକୁ ଆଚରଣ କରିବାର ଅଛି। ତ ଭକ୍ତି ହେଲା ଅଭିଧେୟ, ଅଭିଧେୟ ମାନେ ପ୍ରୋସେସ, ତ ରିଲେସନସିପ ପ୍ରୋସେସ, ଦେନ୍ ଗୋଲ, ଗୋଲ କଣ, ଭଗବାନଙ୍କର ସେବା କରିବାର ଅଛି ଭଗବତ ଧାମରେ। ତେଣୁ ଆମେ କହିବୁ ଏହାର ପ୍ରାମାଣିକତା କଣ ଅଛି, ପ୍ରମାଣ କଣ ଅଛି କି ଏଇଟା ଭଗବତ ଧାମ ଅଛି, ଇଏ ଅଛି, ଭକ୍ତି କରିବାର ଅଛି, କି ଆମର କୃଷ୍ଣଙ୍କ ସହିତ ସମ୍ବନ୍ଧ ଅଛି ବୋଲି। ତ ସେଇଥିପାଇଁ କୁହାଯାଏ, ଭାଗବତରେ ଗୋଟେ ସୁନ୍ଦର ପଂକ୍ତି ଆସେ, ଫଳେନ ପରିଚୟତି। ଯଦି ଆମେ ମାର୍ଗକୁ ଅନୁପାଳନ କରିବା ଠିକ ଠିକ ରୂପରେ, ତ ଇଭିନ ଭଗବତ ଧାମର ଆନନ୍ଦକୁ ଏଇ ଦୁନିଆରେ ଆମେ ଅନୁଭବ କରିପାରିବା, ଭଗବତ ଧାମର ଆନନ୍ଦକୁ ମଧ୍ୟ। ସେଥିପାଇଁ ଭଗବତ ଗୀତାରେ ସବୁ କିଛି ସୂତ୍ର ରୂପରେ ବର୍ଣ୍ଣନା କରାଯାଇଛି, ଆଉ ସାର ଜିନିଷ ବର୍ଣ୍ଣନା କରାଯାଇଛି। ଆଉ ଭଗବତ ଗୀତାରେ ଏ ସୂତ୍ରକୁ ଭାଗବତମରେ ପ୍ରତିପାଦିତ କରାଯାଇଛି। ତେଣୁ ସେଥିପାଇଁ ମୁଁ ସମସ୍ତଙ୍କୁ ବିନମ୍ର ଅନୁରୋଧ କରୁଛି, ସମସ୍ତେ ଧ୍ୟାନ ପୂର୍ବକ, ଧୈର୍ଯ୍ୟ ପୂର୍ବକ ଭଗବତ ଗୀତାକୁ ଶ୍ରବଣ କରନ୍ତୁ। ଧୀରେ 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 ଆମର ସବୁ ପ୍ରକାର ଜିଜ୍ଞାସା ଶାନ୍ତ ହେଇଯାଇଥିବ, ଆଉ ଆମେ ସୁନ୍ଦର ଭାବରେ ଭଗବାନଙ୍କର ଏଇ ଯୋଉ ମଣିଷ ଆମକୁ ପ୍ରାପ୍ତ ହେଇଛି, ଭଗବାନଙ୍କର ଅପାର କରୁଣାରୁ ଆମେ ମଣିଷ ଜୀବନ ସାର୍ଥକତାରେ ପହଞ୍ଚି ପାରିବା। ତେଣୁ ବିଶେଷ କରିକି ଏଇ ଯୋଉ ଭଗବତ ଗୀତା ସଞ୍ଜୀବନୀ ଅଛି, ତାକୁ ମୁଁ ଏଇ ଆଜିଠାରୁ ଷ୍ଟାର୍ଟ କରିବା ପାଇଁ ଯାଉଛି। ତେଣୁ ଏଇଟା ବିଶେଷ କରିକି ଅଡିଓ ମୋଡରେ ରହିବ, ତାକି ଆମେ ପ୍ରତ୍ୟେକ ଦିନ 6-7 ମିନିଟ ପ୍ରତି ଶ୍ଲୋକର ଶିକ୍ଷା, ତା ସାଙ୍ଗରେ ତାର ବ୍ୟବହାରିକ ପ୍ରୟୋଗ ଆମେ ଶ୍ରବଣ କରିପାରିବା। ସମସ୍ତଙ୍କ ପାଇଁ ଗୋଟେ ଛୋଟ ରେସିପିଏସନ କହିପାରିବି, ଯୋଉମାନେ ବି ଶ୍ରବଣ କରୁଛନ୍ତି ସେମାନେ ମତେ ପଠେଇ ପାରିବେ ଭଗବତ ଗୀତାର 18ଟି ଅଧ୍ୟାୟର ନାଁ। ଆଇଦର ମନେ ରଖିଥିବ ଯଦି ବହୁତ ସୁନ୍ଦର, ନହେଲେ କୋଉଠୁ ବି ଆଣିକି ପଠେଇ ପାରିବାର ଅଛି ଖୋଜିକି। ତେଣୁ ସେଥିପାଇଁ ଭଗବାନଙ୍କ ଚରଣ କମଳରେ ମଧ୍ୟ ମୁଁ ପ୍ରାର୍ଥନା କରୁଛି କି ଆମକୁ ସାମର୍ଥ୍ୟ ପ୍ରଦାନ କରନ୍ତୁ, ଆଶୀର୍ବାଦ ପ୍ରଦାନ କରନ୍ତୁ। କାହିଁକିନା ଭଗବାନ ନିଜେ କୃଷ୍ଣ ବନ୍ଦେ ଜଗତ ଗୁରୁ, ତ ଭଗବାନ ନିଜେ ଜଗତ ଗୁରୁ ଆମ ହୃଦୟରେ ପ୍ରକାଶିତ ହୁଅନ୍ତୁ। ଏବଂ ସମସ୍ତ ଗୁରୁ ପରମ୍ପରାର ଆଚାର୍ଯ୍ୟ ଏବଂ ବୃନ୍ଦଙ୍କ ନିକଟରେ ସାଷ୍ଟାଙ୍ଗ ଦଣ୍ଡବତ, କୋଟି କୋଟି ଦଣ୍ଡବତ ପ୍ରଣାମ କରିକି ଆମେ ତାଙ୍କଠୁ କୃପା ଭିକ୍ଷା କରିବା ଦରକାର କି ଭଗବତ ଗୀତାର ସନ୍ଦେଶ ଆମ ହୃଦୟରେ ମଧ୍ୟ ପ୍ରକାଶିତ ହଉ, ଆମ ଜୀବନରେ ମଧ୍ୟ ଏକ ସକାରାତ୍ମକ ଆଧ୍ୟାତ୍ମିକ ପରିବର୍ତ୍ତନ ଆଣ, ଯାହା ମାଧ୍ୟମରେ ଆମେ ଭଗବାନଙ୍କର ନିକଟତର ହେଇପାରିବା ଏବଂ ସମସ୍ତ ପ୍ରକାରର ଭୌତିକ ବାଧାବିଘ୍ନ ପରେ ଭଗବାନଙ୍କର ସେବାରେ ନିଜକୁ ନିୟୋଜିତ କରିପାରିବା। हरे कृष्ण। श्रील प्रभुपाद की जय। ग्रंथराज श्रीमद् भगवद गीता की जय।